ମନେ ଅଛି ବା କୁହ କଣ ଦିଆ ହେଇଥିଲା ପଚରା ହବ ପିଲାମାନେ ଫ୍ୟାନ ଟିକେ ଦବା କି ଗରମ ଏଇ ସବୁ ବହି ବନ୍ଦ କର କଣ ସବୁ ପ୍ରଥମ ପେଜ ଖୋଲିକି ବଇଛନ୍ତି କୁଆଡେ ଆଇଛ ଏଇ ବହି ସବୁ ବନ୍ଦ କର ପଚରା ହବ ହାତ ଟେକିବ ଏଇ ଗୁଣୁ ଗୁଣୁ ହେଇ କହିବେନି କହିଲି ବା ବହି ବନ୍ଦ କର ବୋଲି ହାତ ଚିହ୍ନ ଯାଇ ସବୁ ବହି ଆଣିକିନା ଏଇଠି ଥୋଇଛି ଦେଖିଲେ କଣ ହବ ମୋର କଣଟା ଲାଭ ଏବେ ସିନା କହିଦବ ସେଠୁ ଏକ୍ସାମରେ ଆକାଶ କଇଁଛ ହାତ ଟେକ ଲେଖକ ଆଉ ତାଙ୍କର ଦିଟା ଲେଖା ହବ ଆକାଶ କଇଁଛ ତମେ କୁହ ଲେଖା ଦିଟା ଲେଖା କିଏ କରିପାରିବ କୁହ ପଦଧ୍ୱନି ଉପନିବେଶ ଆଉ କିଏ ଅଲଗା କଣ ଜାଣିଛ କି କୁହ ପତାକା ଉତ୍ତୋଳନ ପତାକା ଉତ୍ତୋଳନ ହାତ ପୁଅ ପିଲା କୁହ ଲେଖା ଏତେ ଏତେ ଲେଖା ଅଛି ତମର ହଉ ବସ ଆଉ ତମେ ଦି ଜଣ ପଢିକି ଆସିନ ତମେ ତ ସବୁ କ୍ଲାସରେ ହଉଛ ଦି ଜଣ ଆଉ ଝିଅ ପିଲା କିଏ କହିପାରିବ ସେଇ ଆଉ କିଏ ଆଉ ଜଣେ ସେ ହଷ୍ଟେଲ ପିଲା ଯୋଉ ଆସନ୍ତି ଆସନ୍ତି ଏ କଣ ରାଜଲକ୍ଷ୍ମୀ ନା କଣ ନା ରାଜେଶ୍ଵରୀ ନା କଣ ନା ଆଉ କିଏ ମନେ ପଡୁନି ଆଉ କୁହ ଆଜି ଜାଣିଛ କୁହ ଆଉ ଆଉ କେତେ ବା ଅଛି ତାଙ୍କର ରୁଟି ଓ ଚନ୍ଦ୍ର ଆଉ ମରାଳର ମୃତ୍ୟୁ ଆଉ ତମେ କଣ ପାଠ ସାଠ ପଢୁନ ଇଏ ତ ଛାଡ ଆଉ ପାଠ ସାଠ ନାହିଁ ମାନେ ଗଳ୍ପର ମନ ନାହିଁ ହଉ ବଡ ପୁଣ କବିତାର କବି କିଏ କୁହ ତମେ ଲେଖା ଲେଖା ତ ପୁରା ସହଜ ତମର କଣ ଅଛି ତମେ କୁହ ଚିଲିକା ପାଟି ଚୁପ କର ଯିଏ କଥା ଅଛି ସବୁ ଠିଆ ହେଇପାରୁଛି ଚିଲିକା ଚିଲିକା ଉଷା ପାର୍ବତୀ ମହାଯାତ୍ରା ଦରବାର କବିତାରୁ ଆସିଛି ଏଇଟା ଦରବାର କବିତାରୁ ଆସିଛି ଆଉ କିଏ କହିପାରିବ ତମର ଅଲଗା ଆକୁ ଛାଡିକି କିଚକ ପଦ ତାଙ୍କର ବସ ପିଙ୍ଗଳାର ଅଭିସାର ଲେଖା ଆସିବନି କଣ କାଇଁବା ପାଠ ସାଠ କିଛି ନାହିଁ ତମେ କହିଲ ଦେଖି ଲେଖା ମାନେ ପିଲା ଆଉ ଟୋଟାଲି ପାଠ ସାଠ ଯାହା ଟିକେ ପଢୁଥିଲେ ଆଉ କିଛି ଟୋଟାଲି ନାହିଁ ପାଠ କଣ ହଉଛି କଣ ତମ ଯୋଉମାନେ ତ ଆସୁନାହାନ୍ତି ତମେ ଯେତିକି ପିଲା ସବୁ ଭଲ ପଢୁଥିଲ ପାଠ କାହିଁକା ଏକ୍ଜାମ ପାଖେଇ ଆଇଲା ତମର କିଛି ନାହିଁ ପାଠ ସାଠ
ପାତା ଏଇଟା ତ ଭୁଲ କହିଦେଲେ ଆଉ ଖାଲି ସଚେତନ ସଚିଦାନନ୍ଦ ରାଉତ ତାଙ୍କର ଲେଖା ପଢିକିନା ସେ ଆସୁନା ଖାଲି ଗୁରୁ ଗୁରୁ ଲେଖିନା ପଚାରି ପାରିବ। ଏଇ ପିଲାମାନେ ସଭ୍ୟ ଜମିଦାର ଗଳ୍ପର ଗାଳ୍ପିକ ଫକୀରମୋହନ ସେନାପତିଙ୍କର ଗଳ୍ପ ଯାଉଛି ଏତେ ଛଅ ମାଣ ଆଠ ଗୁଣ୍ଠ ଆଉ ଗଳ୍ପ କୁହ ଲକ୍ଷ୍ମୀ ଉପନ୍ୟାସ ରାମାୟଣ ମହାଭାରତ ସେ ଅନୁବାଦ କରିଥିଲେ। ହଁ ଏହାକୁ ନେଇକି ସେ ଗଳ୍ପ ରଚନା କରୁଥିଲେ। ହେଇ ତମର କଣ ଚାଲିଲା ଗପ ପାଠ ତ ପଢିକି ଆସିବନି ଖାଲି ଗପିବ। ତାଙ୍କର ବା 20ଟା ଗଳ୍ପ ଏଇଥର କହିବି କେଜାଣି ତମକୁ। ତମର ତପସ୍ୱିନ ପତ୍ର ପଢା ହେଇନି ନୁହଁ। ସ୍ଵାଧୀନ ଦେଶର ଶିକ୍ଷା ଚିନ୍ତା ତାଙ୍କର ଲେଖା ମନେ ଅଛି। ପୂର୍ବ କ୍ଲାସ ଅଧା ପଢା ହେଲା ମାନେ ତମେ ପୁରା ପଢା ଯୋଉଟା ହେଇଛି ତମେ ତା ପୁରା ପଣ୍ଡିତ ହେଇଯିବ। ଇଏ ଅଧା ପଢା ହେଇଛି ପୂର୍ବ କ୍ଲାସରେ ପଢା ହଉଛି ଆଜି କି ମନ ପୁଷ୍ପପୁରରେ ବର୍ଷା ବରଣ ଏଇଟା ତ ପଢା ହେଇଛି କୁହ। ପ୍ରବନ୍ଧ କୁହ ତମେ ପଢିକି ଆସିନ ଛାଡୁ ବନେଇ ଦଉଛନ୍ତି। ତମେ ପଢିକି ଆସିନ ନା କାଇଁ ମନେ ରହୁନି କେମିତି ମନେ ରହିବ। ପାଠ ସିନା ମନ ଦେଇ ପାଠ ପଢିଲେ ସିନା ମନେ ରହିବ। କଣ ଏମିତି ଅଛି ଦୁନିଆରେ ଇମ୍ପସିବୁଲ କାନ୍ଥରେ ଯୋଉଠି ପଢୁଛ ସେଇଠି ଲେଖିକିନା ମାରିଦବ ସେ ପେଜ ଟାକୁ ମନ କେମିତି ରହିବନି। ଆକୁ ତ ମନେ ରଖିବ ନା ଆଉ କଣ ହିଷ୍ଟ୍ରି ଆହୁରି ସବୁ ଅଛି ପଲିଟିକାଲ ସାଇନ୍ସ ତାକୁ କଣ ମନେ ରଖିବ। ନା ଗୋଟେ ମନେ ରଖିବନି କୁହ ତମେ କୁହ। ଓଡିଶାର ସଂସ୍କୃତି ଇତିହାସରେ ଯାଜପୁର ସାରଳାଙ୍କ ସାହିତ୍ୟ ଐତିହାସିକ ଚିତ୍ର ପ୍ରବନ୍ଧ ମାନସ ପୁଷ୍ପପୁରରେ ବର୍ଷା ବନ କୋଉଥିରୁ ଆସିଛି ପ୍ରବନ୍ଧ ମାନସ। ଇତିହାସ ମନେ ଅଛି। ତିନି ଚାରିଟା ପିଲା ଏଠି ପଢିକିନା ଆଉଛନ୍ତି ନହେଲେ ଆଉ କେହି ପାଖରେ ବେଶୀ ନାହିଁ। ତମକୁ ମୁଁ କୋଶ୍ଚିନ୍ ଆନ୍ସର ଡାକିବିନି ଆଉ କାହିଁ ଡାକିବି ତମେ ତ ପାଠଶାଠ ପଢୁନ ତମକୁ ଆଉ କାହିଁ ଡାକିବି ତମେ ତ ନିଜେ ତମେ ପଢିକିନା ଲେଖିବ ଆଉ। ବିଷୟ ସରିଲାଣି ସବୁ ଦେଖିଲା ବେଳକୁ କବି ପରିଚୟ ପଚାରିଲେ ଆସୁନି। ଦେଖ ସ୍ଵାଧୀନ ଦେଶର ଶିକ୍ଷା ଯଦି ସାରିଦବା ନାଇଁ ସରିବନି ଅଳ୍ପ ଅଛି ସହଜ ବିଷୟ। ଘରେ ଯାଇ ସମସ୍ତେ ବିଷୟ ଟାକୁ ପଢିଛ ଯେତିକି ପଢା ହେଇଥିଲା। ସତୁରି ପେଜର ଲାଷ୍ଟ ପାରାଗ୍ରାଫ ପଢା ହବ। ଦେଖ କଣ ବିଷୟ ଥିଲା ସ୍ଵାଧୀନ ଦେଶର ଶିକ୍ଷା ଚିନ୍ତା ମାନେ ଆମ ସ୍ଵାଧୀନତା ପରେ ଏଇ ଶିକ୍ଷାକୁ କେତେ ମାନେ
ମାନେ ଆଗରେ ରଖାଯାଇଛି କି ପଛରେ ରଖାଯାଇଛି? ଗୋଟେ ଜିଲ୍ଲା ପାଳଙ୍କର ଗୋଟେ ସଭା ହଉଥିଲା, ସେ ସଭାରେ ଆଗ କଣ ଥିଲା? କୃଷି ବିଷୟରେ, ଆଉ ଶେଷରେ ଥିଲା ଶିକ୍ଷା ବିଷୟରେ। ସେଠିକି ଯାଇଛନ୍ତି କିଏ? ଲେଖକ ଯାଇଛନ୍ତି, ନାଇଁ କି? ତାଙ୍କ ଅନୁଭୂତି ସବୁ ଲେଖିଛନ୍ତି। ଦେଖ 70 ପେଜର ଲାଷ୍ଟ ପାରାଗ୍ରାଫ, ସେଉଠୁ ପଢା ହବତି। ସମସ୍ୟା ତ ଅନେକ, କିନ୍ତୁ ଗୋଟିଏ ଦୁଇଟି କଥା ବିଚାର କଲେ ଆମେ ସମସ୍ୟାର ବିଶାଳତାର ଆଭାସ ମିଳିବ। ଆମ ଦେଶରେ ମୂଳରୁ ଚୂଳ ପର୍ଯ୍ୟନ୍ତ ଯେଉଁ ପରୀକ୍ଷା ପଦ୍ଧତି ଅଛି, ସେଇ ପଦ୍ଧତିରେ ଛାତ୍ର ମାନଙ୍କର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରିବା ଭାରି କଷ୍ଟ। କହୁଛନ୍ତି କଣ ନା, ଆମେ ଯଦି ମାନେ ଗୋଟିଏ ମୂଳରୁ ଚୂଳ ମାନେ ଆମେ ପ୍ରଥମରୁ ଦଶମ ଯାକେ, ପ୍ରଥମ ଦଶମ କଥା କୁହାଯାଇଛି। ପ୍ରଥମରୁ ଦଶମ ମୂଳରୁ ଚୂଳ ପର୍ଯ୍ୟନ୍ତ ଆମେ ଯଦି ପରୀକ୍ଷା ପଦ୍ଧତି ଦେଖିବା, ତାହେଲେ କେତେ ପିଲା ମାନେ ପ୍ରକୃତ ପାଠ ଜାଣିଛନ୍ତି, ତାଙ୍କର ଗୁଣାତ୍ମକ ମୂଲ୍ୟ। ଗୁଣାତ୍ମକ ମୂଲ୍ୟ କଣ? ମାନେ ଯୋଉମାନେ ପାଠ ଜାଣିଛନ୍ତି କି ପାଠ ଜାଣିନାହାନ୍ତି। ଏ ମାନେ ଅଧିକାଂଶ ପିଲାମାନେ କଣ କରୁଛନ୍ତି ନା, ପ୍ରାଇଭେଟ ସ୍କୁଲରେ ଖାଲି ନାଁ ଲେଖେଇ ଦଉଛନ୍ତି, ମାନେ ସ୍କୁଲ ଯାଉନାହାନ୍ତି, ତାଙ୍କର କ୍ଲାସ ମାନେ ପ୍ରମୋସନ ହେଇଯାଉଛି, ନାଇଁ କି? ସେମିତି ସେ କହୁଛନ୍ତି ପ୍ରଥମରୁ ଦଶମ ଯାକେ ଆମେ ଯେତେ ବି ପିଲା, ଆଗରୁ କଣ ନା ପିଲାମାନେ ସପ୍ତମ ପାସ୍ କରିକିନା ବି ମାନେ ଟିଚରସିପ ପାଉଥିଲେ, କିନ୍ତୁ ଏବେ ଯିଏ ଦଶମ ପାସ୍ କରୁଛି ତାକୁ ଓଡିଆ ବି ଭଲ କିନା ପଢି ଆସୁନି, ଓଡିଆ ବି ଲେଖି ବି ଆସୁନି, ନାଇଁ କି? ସେ କଥା କହୁଛନ୍ତି କି ଆମେ ଏଇ ଗୋଟିଏ ବିଷୟରେ ଜାଣିପାରିବା କି ସ୍ୱାଧୀନ ଦେଶରେ ଶିକ୍ଷା ଚିନ୍ତାଟା କେମିତି କେମିତି ନା, ପ୍ରଥମରୁ ମାନେ ଦଶମ ଯାଏ ପିଲାମାନେ ପ୍ରକୃତ ନାହିଁ। ଧର ଯୋଉ ସବୁ କ୍ଲାସରେ ମାନେ ପରୀକ୍ଷା ହବ, ସେମାନଙ୍କର ଠିକ ସେମାନେ ଠିକ ପଢିବାକୁ ଯୋଗ୍ୟ କି ଯୋଗ୍ୟ ନୁହଁ, ସେତିକିରୁ ଆମେ ଜାଣିପାରିବା ହେଲା। ଆଉ କଣ ନା, ଶିକ୍ଷା କମିଶନର ଅନ୍ୟ ଏକ ବିଷୟ ମଧ୍ୟରେ ଏହି ପରୀକ୍ଷା ପଦ୍ଧତି ପ୍ରତି ବେଶୀ ଦୃଷ୍ଟି ଦେବେ ବୋଲି ଆଶା କରାଯାଏ। ଆମର ଯୋଉ ବିଭିନ୍ନ ମାନେ ମାନେ ଅଛନ୍ତି, ମାନେ ଶିକ୍ଷାବିତ ଅଛନ୍ତି, କେବଳ ଶିକ୍ଷା ବିଷୟରେ ମାନେ ପିଲା କୋଉ ପରୀକ୍ଷା ଦେଲେ ପିଲା ବେଶୀ ପାସ୍ କରିବେ, କି ଶିକ୍ଷା ଟା କେମିତି ହେଲେ ଆମ ଦେଶ ଆଗକୁ ଯିବ, ତା ଦେହରେ ବି ଶିକ୍ଷା ମନ୍ତ୍ରୀ ଅଛନ୍ତି। ସିଏ କଣ ଲେଖକ କହୁଛନ୍ତି କି ଶିକ୍ଷା ମନ୍ତ୍ରୀ ଯଦି ମାନେ ପରୀକ୍ଷା ପଦ୍ଧତି ଉପରେ ବେଶୀ ଦୃଷ୍ଟି ଦେବେ, ତାହେଲେ ଜଣା ପଡିବ କି କେତେ ପିଲା ମାନେ ଆଗକୁ ବଢିବା ଆବଶ୍ୟକ, ଆଉ କେତିକି ପିଲାଙ୍କର ଗୁଣାତ୍ମକ ମୂଲ୍ୟ ଅଛି ଆଉ ମୂଲ୍ୟ ନାହିଁ ହେଲା। ଆଉ କଣ ନା, ଏବେ ନିକଟରେ କଳିଙ୍ଗ ପତ୍ରିକା, କଳିଙ୍ଗ ଆମର ଯେମିତି ସମାଜ, ଧରିତ୍ରୀ ସବୁ, ସେଇ ସମୟରେ ଗୋଟେ କଳିଙ୍ଗ ପତ୍ରିକା ଥିଲା। ସେଇ ପତ୍ରିକାରେ ଗୋଟେ ବିଷୟ ବାହାରିଥିଲା। ବିଷୟ କଣ ନା, ସତ୍ୟ ହୋଇଥିଲେ ସାଂଘାତିକ, ତାଙ୍କର ଗୋଟେ ହେଡିଙ୍ଗ ଥିଲା ହେଲା। ତା ଦେହରେ ମାନେ ତଳକୁ ଲେଖା ଥିଲା, ନାମରେ ଗୋଟିଏ ଉପାଗ୍ର ଲେଖାରେ ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ଯେଉଁ ସୂଚନା ଦେଇଥିଲେ। ଅବୈଧ ଆଚରଣ ମାନେ ପରୀକ୍ଷାରେ କେତେ ଜଣ କପି କରୁଛନ୍ତି, କିଏ ପଚରା ପଚରି କରିଦଉଛି ହେଲା, ମାନେ ସବୁ ମାନେ ନିଜ ମନରୁ ନ ଲେଖିକି ନା ଅଲଗା ଉପାୟରେ ପାସ୍ କରିବା, ତାରି ବିଷୟରେ ଗୋଟେ କଳିଙ୍ଗ ପତ୍ରିକାରେ ସତ୍ୟ ହୋଇଥିଲେ ବି ସାଂଘାତିକ ଗୋଟେ ହେଡିଙ୍ଗ ବାହାରିଥିଲା। ତା ଦେହରେ ଏଇଟା ଲେଖା ଥିଲା କଣ ନା, ତାକୁ ବର୍ତ୍ତମାନ ସମାଧାନ କରିବାର କୌଣସି ଉପାୟ ଥିଲା ପରି ମନେ ହେଉନି। ମାନେ ପିଲାମାନେ ଦେଖ, ଯେତେ ସିସିଟିଭି କ୍ୟାମେରା ଲାଗୁ କି ଯେତେ ଗାଇଡ ପଢନ୍ତୁ, ପିଲାମାନେ କପି କରୁନାହାନ୍ତି, ହଉଛି। ଆଉ ଏଇ ଯୋଉ ଆମର ଯୋଉ ସବୁ ଚାକିରି ବାହାରୁଛି, ତା ଦେହରେ କରପସନ ହଉନି? ଯେତେ ଆମର ସ୍ଵାଧୀନ, ଯେତେ ଆମର ଆଧୁନିକ ଯୁଗରେ ମାନେ ସାଇନ୍ସ ଆଗକୁ ଯାଉଛି, ତଥାପି ସେତେ କରପସନ ହେଇ ଚାଲିଛି ହେଲା। ଆଜିକାଲି ଛାତ୍ର ମାନେ ପାଠ ପଢା କଥା ଯେମିତି ଜାଣୁଛନ୍ତି, ତାଠାରୁ ବେଶୀ ଜାଣୁଛନ୍ତି ପରୀକ୍ଷା ବିଷୟରେ। ମାନେ କେମିତି ଦେଖ, ତମାନେ ସେଟା +2 ପରୀକ୍ଷା ଦବ, କେମିତି ନା ଆଗେ ବିଷୟ ନ ପଢି ଆମକୁ ଆଗେ ଡାକିଦେଲ କି ମାନେ ଏମିତି ଆମେ କିଣି ଆଣି ଖାଲି ଘୋଷି ଦେଇ ପରୀକ୍ଷା ଦେଇଦବା, ନାଇଁ କି? ମାନେ କେମିତି ଆମେ, ତମେ ହୁଅ କି ମୁଁ ହୁଅ କି ମାନେ ସବୁ ପିଲାମାନେ ଆଗେ ମାନେ ପାଠ ପଢା ବିଷୟରେ ନ ଜାଣୁ, କେମିତି ପରୀକ୍ଷାରେ ଆଗେ କୋଶ୍ଚିନ୍ ଆସୁ, ମାନେ କେହି ପାଠଟାକୁ ପଢିବାକୁ ଆଗ୍ରହ ନାହାନ୍ତି, କେବଳ କ୍ଲାସ ମାନେ ଉପରକୁ ଯିବା ପାଇଁ ସମସ୍ତଙ୍କର ମାନେ ଇଚ୍ଛା ହେଲା। ଆମ ପ୍ରଗତିଶୀଳ ଦେଶରେ ନୋଟ ବହି ଜବତ କରିବା ତ ଦୂରର କଥା, ଏବେ ପ୍ରାଥମିକ ପରୀକ୍ଷା ପାଇଁ ମଧ୍ୟ ପ୍ରଶ୍ନ ଉତ୍ତର ବହି ସବୁଠୁ ବେଶୀ କଟୁଛି। କଣ ନା, ଆମର ଦେଖ ଆଗେ କେବଳ ଦଶମ କ୍ଲାସରେ ହିଁ ଗାଇଡ ଥିଲା, ସେ କଣ TBW ଆଉ ସବୁ କେତେ ଗାଇଡ ଥିଲା। ଦଶମ ପରୀକ୍ଷା ପର୍ଯ୍ୟନ୍ତ ଆମେ ସେମିତି ବହିରୁ ପଢିକି ନହେଲେ ଟିଉସନ ହେଇକିନା ପାଠ ପଢୁଥିଲୁ, କିନ୍ତୁ ଏବେ ଯିଏ ପ୍ରଥମ ବି ପଢୁଛି, ପ୍ରଥମ ଶ୍ରେଣୀରୁ ବି ଗାଇଡ ପଳେଇ ଯାଉଛି।
ମାନେ ବାପା ମା ଆଣି ଗାଇଡ ଦଉଛନ୍ତି, ସେଇ ଗାଇଡ ରୁ ସେ ଘୋଷିକିନା ଏଇ ପରୀକ୍ଷାରେ ଲେଖି ଦଉଛନ୍ତି। ପିଲା ତା ଦେହରୁ କଣ ଶିଖିବ? ଯଦି ତମେ ଏଇନା ଦେଖ, ଯଦି ଏଇ ବହିଟା ପଢିକିନା ତମ ମନରୁ କିଛି ଲେଖିବ, ତାହେଲେ ତମେ ଅଧିକ ମାର୍କ ପାଇବ, ନା ଯେ ଏମବିଡିରୁ ପୁରା ମୁଖସ୍ତ କରି ଯାଇକି କହିଦବ ସିଏ ଅଧିକ ମାର୍କ ପାଇବ? କିଏ ପାଇବ ଅଧିକ ମାର୍କ? କିଏ? ଆଁ ଯିଏ ବହି ପଢି ଲେଖିଥିବ। କାରଣ ଯିଏ ମାନେ ଖାତା ଦେଖୁଥିବ, ସିଏ ଦେଖିବ କି ପିଲାଟା ତା ନିଜ ଭାଷାରେ ବୁଝିକିନା ଲେଖିଛି। ଆଉ ଏମବିଡି ଲେଖା ତ ପୁରା ଜଣା ପଡିଯିବ, ନାଇଁ କି? ଏମବିଡିରୁ ଘୋଷା ପାଠ, ତା ଦେହରେ କଣ ନା ଆର ତମେ କଣ ପାଠଟାକୁ ବୁଝିଲ, ଲେଖିଲ କି ଭବିଷ୍ୟତରେ ବି ତମର ଦରକାର ଆସିବ। କିନ୍ତୁ ଯିଏ ଏମବିଡିରୁ ପଢିକିନା ଯାଇଛି, ସିଏ କଣ ମାନେ ପରୀକ୍ଷା ମାସେ ହେଇନଥିବ ସବୁ ଭୁଲି ଯାଇଥିବ। ଦେଖ, ନୋଟ ବହି ପଢି ଭୋଟ ଦେଇ ପୃଥିବୀରେ କେଉଁଠି କେବେ ଗଣତନ୍ତ୍ର ତିଷ୍ଠି ନାହିଁ। ସେ କହୁଛନ୍ତି କି ଆମେ ଯେପରି ନୋଟ ବହି ପଢିକି ଆମେ କେବେ ଆଗକୁ ଯାଇପାରିବା, ନା କେବେ କଣ ନା ଭୋଟ ଦେଇ ପୃଥିବୀରେ ମାନେ କେମିତି ନା ଏବେ ଯେମିତି ଖାଲି ମାନେ ଇଲେକ୍ସନ ପୂର୍ବ ଦିନ ସବୁ ଯାଇକିନି ପଇସା ବାଣ୍ଟି ଦଉଛନ୍ତି। ଯିଏ ଭଲ ଲୋକ ଯେମିତି ମାନେ ଭାବି ଚିନ୍ତିକିନା ଲୋକ ଦଉନାହାନ୍ତି, ଯିଏ ପଇସା ଦଉଛି ଯାହା ପାଖରେ ପଇସା ସିଏ ହିଁ ଜିତୁ। ସେମିତି ଆଉ ଗୋଟେ ଉଦାହରଣ ଦେଇଛନ୍ତି ଲେଖକ। ଆଉ ରାତି ପାହିଲେ ଯେଉଁ ବିଲାତ ଆମେରିକା ବା ରୁଷ କଥା ଆମେ କହୁଛୁ ଓ ସେମାନଙ୍କ ସଙ୍ଗେ ସମକକ୍ଷ ହେବା ପାଇଁ ଚେଷ୍ଟା କରୁଛୁ, ଏମିତି ନୋଟ ବହି ପଢି କଣ ଆମେ ସମାନ ହେଇପାରିବୁ? ଦେଖ, ଆମେ କହୁଛୁ କି ଆମ ଦେଶର ଯୋଉ ପିଲାମାନେ ମାନେ ଡକ୍ଟର ହଉ କି ଆଉ ଯାହା ପଢିବା ପାଇଁ ସବୁ ବାହାର ଦେଶକୁ ଯାଉଛନ୍ତି, ସିଏ ପୁରା ବହୁତ ଜ୍ଞାନୀ ହେଇକିନା ଆସୁଛନ୍ତି। କଣ ପାଇଁ ଜ୍ଞାନୀ ହେଇକି ଆସୁଛନ୍ତି? ନା ତାଙ୍କ ଦେଶରେ ନୋଟ ବହି ନାହିଁ। ମାନେ ନୋଟ କଣ ନା ଏମବିଡି ଯେତିକ ସବୁ ସିଲେକ୍ଟିଭ ପାଠ ତାଙ୍କର ନାହିଁ। ମାନେ ମୂଳ ତମେ ରିସର୍ଚ୍ଚ କରିବ, ତମେ ପଢିବ, ତମର ଜ୍ଞାନ ଟା ଅଧିକ ହବ ନା ନାଇଁ? ସେମିତି କିନ୍ତୁ ଆମ ଦେଶରେ ସେଇଟା ନାହିଁ। କିନ୍ତୁ ଆମେ ଖାଲି ଭାବୁଛୁ ଆମେ କେମିତି ତାଙ୍କ ସାଙ୍ଗରେ ସମାସମ୍ବନ୍ଧ ହେଇପାରିବୁ। କିନ୍ତୁ ସିଏ ପଢୁଛନ୍ତି ମୌଳିକ ବହି, ଯୋଉଠୁ ମୁଁ କହିବି ମୁଁ ଏଇଟା ଯାଇକି ନା ଗୋଲେଖ ବିହାରୀ ଦଳ ଲେଖିଛନ୍ତି, ମୁଁ ତାଙ୍କ ଗାଁକୁ ଯିବି, ତାଙ୍କ ଉପରେ ରିସର୍ଚ୍ଚ କରିବି ସେ କୋଉ କୋଉ ବହି ଲେଖିଛନ୍ତି, ତାପରେ ଯାଇ ତାଙ୍କ ବିଷୟରେ ରିସର୍ଚ୍ଚ କଲା ପରେ ମୁଁ ପଢିବି, ସେଇଟା ମୋର ଅଧିକ ଜ୍ଞାନ ହବ ନା ନାଇଁ? ସେମିତି ପିଲା ତ ଯୋଉମାନେ ଯାଉଛନ୍ତି ସେମାନେ ସବୁ ମୌଳିକ ବହି ପଢୁଛନ୍ତି, ତାଙ୍କ ଦେଶ ମାନଙ୍କର ସବୁ ନୋଟ ବହି ନାହିଁ। ଆମେ ଯୋଉ ନୋଟ ବହି ପଢୁଛେ କଣ ହେଲା? ଆମେ କେମିତି ତାଙ୍କ ସାଙ୍ଗେ ସମାନ ହେଇପାରିବା? ହେଇପାରିବେ? ନୋଟ ବହି ପଢିବା ଲୋକ କଣ ମୌଳିକ ପୁସ୍ତକ ଲେଖିପାରିବ? ଦେଖ, ଯିଏ ମାନେ ନୋଟ ବହି ଆମେ ସବୁବେଳେ କଣ ନା ଏମବିଡି ପଢୁଛେ, ମାନେ ଯୋଉ କଣ ତ ଆଉ ଯୋଉ ସିଲେକ୍ଟିଭ କୋଶ୍ଚିନ୍ ଆମେ ସାର୍ ମାନଙ୍କୁ କହୁଛୁ ଆମକୁ ସିଲେକ୍ଟିଭ କୋଶ୍ଚିନ୍ ଦେଇଦିଅ, ଆମେ ସେଇଆକୁ କେବଳ ପଢିକି ଯିବୁ, ତାରି ଭିତରୁ କୋଶ୍ଚିନ୍ ଆସିଲେ ଆମେ ପଢିବୁ। ଆମେ କଣ ଗୋଟେ କବିତା ଲେଖିପାରିବା କି ଗୋଟେ ଗଳ୍ପ ଲେଖିପାରିବା? ଏଇ ଯୋଉ ଲେଖକ ବି ଲେଖିଛନ୍ତି ଯୋଉ ଗଳ୍ପ ଉପନ୍ୟାସ, ସେଇ ସମାଜର କଣ ନା ସାମାଜିକ ଚିତ୍ର କେତେକ ମୌଳିକ ବହି ଗ୍ରନ୍ଥ ସବୁ ପଢିକିନା ମାନେ ନିଜର ଜ୍ଞାନରେ ଲେଖିଛନ୍ତି। କିନ୍ତୁ ଆମେ ଯଦି ଖାଲି ସର୍ଟ କୋଶ୍ଚିନ୍ ଟାଇପ ମାନେ ଅବଜେକ୍ଟିଭ କୋଶ୍ଚିନ୍ ମାନେ ଯୋଉ ଆସୁଛି ଗାଇଡ, ତାକୁ ପଢିକି ଆମେ କେବେ କଣ ବହି ଲେଖିପାରିବା? କିନ୍ତୁ ଆମେରିକା ଆଉ ଇଂଲଣ୍ଡ ଆଉ ବିଲାତରେ ଯୋଉମାନେ ପାଠ ପଢୁଛନ୍ତି, ସେମାନେ କିନ୍ତୁ ବହି ଲେଖିପାରିବେ, କାରଣ ସେମାନେ ମୂଳ ଜିନିଷ ଟାକୁ ଜାଣୁଛନ୍ତି। ଯୋଉମାନେ ସାଇଣ୍ଟିଷ୍ଟ ହଉଛନ୍ତି ଯାଇକିନା, ସେମାନେ କଣ ଏଇ ନୋଟ ବହି ପଢୁଛନ୍ତି? ସେମାନେ କେତେ ବର୍ଷ ସେମିତି ମାନେ ପଢୁଥିବେ ଯେ ପଢୁଥିବେ, କେତେ ମାନେ ମୂଳ କଥା ଟା ଜାଣିକିନା ସବୁ ରିସର୍ଚ୍ଚ କରିକିନା ପଢୁଥିବେ। ଯେଉଁ ଦେଶରେ ମୌଳିକ ପୁସ୍ତକ ଲେଖା ହୋଇପାରିବ ନାହିଁ, ସେ ଦେଶରେ କଣ ମୌଳିକ ଚିନ୍ତାର ସ୍ମରଣ ହେଇପାରିବ? ମାନେ ସେ କହୁଛନ୍ତି କି ଆମର ଯୋଉ ଓଡିଶାରେ ଯଦି ମୌଳିକ ପୁସ୍ତକ ମାନେ ଲେଖା ହୋଇପାରିବ ନାହିଁ, ତାହେଲେ ସେଇ ଦେଶର ସିନା ପିଲାମାନେ ସିନା ଆମର ଦେଖ ଆଗରୁ ଯୋଉମାନେ ସବୁ ଲେଖକ ଥିଲେ, ସେଇମାନେ ସବୁ ଲେଖିକିନା ଯାଇଛନ୍ତି, ଆମେ ତାଙ୍କ ବହିକି ପାଠ ପଢୁଛେ। କିନ୍ତୁ ଆମ ମାନେ ଜେନେରେସନ ପିଲା କିଏ ମାନେ ବହି ଲେଖୁଛନ୍ତି? ତାଙ୍କ ବହି ଦେଖୁଛ ଗୋଟେ? ସେ କହୁଛନ୍ତି ଯୋଉ ଦେଶରେ ମୌଳିକ ବହି ଲେଖା ହେଇପାରିବନି, ସେଇ ଦେଶରେ ମୌଳିକ ସୃଷ୍ଟି କେମିତି ହେଇପାରିବ? ବୁଝିପାରୁଛ ପିଲାମାନେ? ଯଦି ବୁଝିପାରୁନ ମୁଁ ଆଉଥରେ ବୁଝେଇଦେବି। ବୁଝି ହଉନି? ବୁଝା ହଉଛି? ଯଦି ପିଲା ଯଦି ପ୍ରାଥମିକ ସ୍କୁଲରୁ ନୋଟ ବହି ପଢେ, ପ୍ରାଥମିକ ସ୍କୁଲ ପିଲା ମାନେ କୋଉଟା? କୋଉଟା ପ୍ରାଥମିକ ସ୍କୁଲ ଟା ନା ପଢିକିନା ଆଇଛନ୍ତି? ପୁରା ପ୍ରଥମରୁ ବା ପ୍ରାଥମିକ ସ୍କୁଲ। ପ୍ରଥମରୁ ଯଦି ପ୍ରାଥମିକ ସ୍କୁଲ ନୋଟ ବହି ପଢେ, ପରୀକ୍ଷାରେ ପାସ୍ କରିବାର ଆଧୁନିକ କୌଶଳ ମାନ ଶିଖେ, ବହିର ଜ୍ଞାନ ଅନୁସନ୍ଧାନ ନ କରି ପ୍ରଶ୍ନ ପତ୍ର କେଉଁଠି ରହିଛି ସେହି ଅନୁସନ୍ଧାନରେ ଅନେକ ସମୟ କାଟେ, ତେବେ ଜ୍ଞାନ ଅର୍ଜନ କରିବା ତା ପକ୍ଷରେ ସମ୍ଭବ ହେବ କୋଉଠି? ଯଦି ଗୋଟେ ପ୍ରଥମରୁ ଗୋଟେ ପିଲା ଯଦି କେବଳ ଜାଣିବ କି ମୁଁ କେମିତି ଆଗେ ପରୀକ୍ଷାରେ ମାନେ ଭଲ ନମ୍ବର ରଖିବି, ଦେଖିବ ଯୋଉ ପିଲା ବି ମାନେ ସବୁବେଳେ ପରୀକ୍ଷାରେ ଫାଷ୍ଟ ହଉଥିବ,
ତାକୁ ତମେ ଗୋଟେ ମାନେ ଟିକେ ବୁଲେଇକିନା କ୍ୱେଶ୍ଚିନ୍ ପଚାରିଦବ ତାକୁ ଆସିବନି। କାରଣ ସିଏ କେବଳ କଣ କରିବ ନା ଭଲ ଭଲ ଗାଇଡ ବହି ଆଣିକିନା ପଢୁଥିବ କେମିତି ପରୀକ୍ଷାରେ ମାନେ ଭଲ ମାର୍କ ରଖିବ ବୋଲି। ଯଦି ଗୋଟେ ଛୁଆ ଯଦି ପ୍ରଥମରୁ ତାକୁ ତା ବାପା ମା ଆଣିକିନା ଏମିତି ଦେବେ ପଢିବା ପାଇଁ, ସିଏ ତାହେଲେ ମାନେ କଣ ଆଗକୁ ଯାଇକିନା ମାନେ ଭଲ ମଣିଷ ହେଇପାରିବ? ସେ କଥା ସେ କହୁଛନ୍ତି ବହିର ଜ୍ଞାନ ଅନୁସନ୍ଧାନ ନ କରି ପ୍ରଶ୍ନ ପତ୍ର କେଉଁଠି ରହିଛି ସେହି ଅନୁସନ୍ଧାନରେ ଆମକୁ ସମୟ କାଟେ। ଦେଖ ତମେ ଯଦି ବିଷୟଟା ଟୋଟାଲି ସ୍ୱାଧୀନତା ଶିକ୍ଷା ଚିନ୍ତା ଗୋଟେ ବିଷୟ ଅଛି, ତମେ ମୂଳରୁ ଲାଷ୍ଟ ଯାଇକି ପଢିବ। ତା ଭିତରୁ ତମର ଯଦି ଭଲସେ ଦିଥର ପଢି ଯାଇଛ ଯେକୌଣସି କ୍ୱେଶ୍ଚିନ୍ ଆସିବ ତମେ ଆଟେଣ୍ଡ କରିପାରିବ। ଯଦି ଖାଲି ଅବଜେକ୍ଟିଭ କ୍ୱେଶ୍ଚିନ୍ ପଢିଛ, ଯଦି ଟିକେ ବୁଲେଇ କ୍ୱେଶ୍ଚିନ୍ ପଚାରିଲା ତମେ କରିପାରିବ? କରିପାରିବନି। ସେ କଥା ସେ କହୁଛନ୍ତି। ଏବେ ଆନ୍ଧ୍ରପ୍ରଦେଶରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି 10,000 ଟଙ୍କା ଲାଭ କରିଛି। ଏଇଟା ତ ଏବେକାର ପୁରା ଫ୍ୟାସନ ହେଇଗଲାଣି। କେମିତି କ୍ୱେଶ୍ଚିନ୍ ଲିକ୍ ହବ, ନାଇଁ କେମିତି ମାନେ ଖାଲି କରପସନ ହିଁ କରପସନ। ପିଲା ମାନେ ପଢି ପଢିକି 10-12 ଘଣ୍ଟା ମାନେ ପୁରା ହେଇଯାଉଛନ୍ତି, କିନ୍ତୁ ଯାହା ପାଖରେ ପଇସା ଆସେ ସେ ଚାକିରି କରୁଛି। ଦେଖ ଆନ୍ଧ୍ରପ୍ରଦେଶରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି 10,000 ଟଙ୍କା ଲାଭ ଉଠାଇଥିବା କଥା ସେଠି ବିଧାନସଭାରେ ବିଚାର ହୋଇଯାଇଛି। ଜଣେ ସ୍କୁଲ ଶିକ୍ଷକ ଖୋଲାଖୋଲି ଗୋଟିଏ ପ୍ରବନ୍ଧରେ ଲେଖିଛନ୍ତି, ଯଦି ଆଜିକାଲି କୌଣସି ଅନୁଷ୍ଠାନରୁ ବହୁତ ଛାତ୍ର ଖୁବ ଭଲ ଫଳ ଦେଖାଇଥାନ୍ତି, ତେବେ ସେ ପ୍ରକାର ଫଳକୁ ସନ୍ଦେହ ଚକ୍ର ଦେଖିବାକୁ ହୁଏ। ଯଦି ଏଇ ବର୍ଷ ଦେଖାଯିବ କି +2 ପରୀକ୍ଷାରେ ପିଲାମାନେ ସମସ୍ତେ 80% ଉପରେ ରଖୁଛନ୍ତି, ତା ମାନେ ସମସ୍ତେ ଭାବିବେନି କି ପିଲାମାନେ ଭଲ କରିଛନ୍ତି ମାନେ ଭଲ ଲେଖିଛନ୍ତି, ସମସ୍ତେ ଭାବିବେ ନା ସେ ଏ ବର୍ଷ ଫାସିଲିଟି ହେଇଥିଲା, ନହେଲେ ଯୋଉମାନେ ଖାତା ଦେଖିନାହାନ୍ତି ସେମାନେ ମାର୍କ ଦେଇ ଦେଇଛନ୍ତି। ତମ ସାଙ୍ଗ ମାନଙ୍କ ଭିତରେ ଦେଖିବ, ତମେ ଯଦି 2 ଜଣ ସାଙ୍ଗ କି ଯିଏ ଥିବ, ଯେ ତମ ଘରେ କହିବେ ତୁ ତ ସେଠି ପାଠ ପଢୁଥିଲୁ ସିଏ ତ ପାଠ ପଢୁଥିଲା, ତାର କାଇଁ ଏତେ ମାର୍କ ରହିଲା ତୋର କାଇଁ 80% ରହିଲା ତାର କାଇଁ 90%? ସିଏ କପି କରୁଥିବ, ସିଏ ନିହାତି କପି କରୁଥିବ, ସିଏ ଜମା ଜାଣି ସେ ନିହାତି କପି କଲେ ଲେଖିଦବ, ନହେଲେ ତା ପାଖରେ ଗୋଟେ ଭଲ ପିଲା ପଢିଥିବ ସିଏ ମାନେ ତାଠାରୁ ଦେଖିକିନା ଲେଖିଦିଏ। ଏଇଠି ନିହାତି ବାହାରିବ। ତାପରେ ତମ ସାଙ୍ଗଟା ସେଠି ବିଛିନ୍ନ। ଏଇଟା ହୁଏନି? ଜାଣିନ? ଜାଣିବ ତମ +2 ପରୀକ୍ଷା ହେଲେ। ତାପରେ ଦେଖ ପିଲା ଖୁବ ଭଲ କରିଛି ଶୁଣିଲା ମାତ୍ରେ ଆମେ ଯଦି ତାକୁ ସନ୍ଦେହ କରିବାକୁ ଆରମ୍ଭ କରୁ ଓ ପାଠ ପଢାର ପରିଣତି ଯଦି ଏହା ହୁଏ, ତେବେ ସେ ପ୍ରକାର ପାଠର ମୂଲ୍ୟ କଣ? ଯଦି ଜଣେ ଭଲ ମାର୍କ ରଖିଛି ତାକୁ କେମିତି ଆମେ ମାନେ ତାକୁ କେମିତି ଧନ୍ୟବାଦ କହିବା କି ଆଗକୁ ପଢିବାକୁ କେମିତି ଉତ୍ସାହ କରିବା? ନାଇଁ ନାଇଁ ତା ସାଙ୍ଗେ ସାଙ୍ଗେ ଯୋଉ ତୁ କୋଉଠି କପି କରିଦେଇଥିଲୁ, କାହାକୁ ଦେଖି କରିଦେଇଥିଲୁ, ତୁ ତ ଫାର୍ଷ୍ଟ କ୍ଲାସ ପାଇବା ପିଲା ନୁହଁ, ତୁ କେମିତି ପାଇବୁ? ଏମିତି ନିହାତି କହିବୁ ହେଲା। ସାଙ୍ଗେ ସାଙ୍ଗେ ସନ୍ଦେହ ସୃଷ୍ଟି ହବ, ସାଙ୍ଗେ ସାଙ୍ଗେ କଣ ଜୀବନଟା କେବଳ ସିନା ସନ୍ଦେହରେ ଆରମ୍ଭ ହୋଇ ସନ୍ଦେହରେ ଶେଷ ହେବ। ବର୍ତ୍ତମାନ ପରୀକ୍ଷା ଅବସ୍ଥା ଏହିଭଳି ଥିବା ବେଳେ ଦିନକୁ ଦିନ ଏହି ପରୀକ୍ଷା ବଢୁଛି। ମାଇନର ପରୀକ୍ଷା ନଥିଲା ସେ ଚାଲିଲା, ଅପର ପ୍ରାଇମାରୀ ନଥିଲା ସେ ବି ଏବେ ଚାଲୁ ହେଲା। ଏହି ସବୁ ପରୀକ୍ଷା ଚାଲୁ ହେବା ପରେ ପରୀକ୍ଷା ବିଷୟରେ ଆଗେ ଯାହା ସବୁ ଶୁଣା ନଥିଲା ତାହା ଏବେ ସବୁ ଶୁଣାଗଲା। କଣ କିଏ କହୁଛନ୍ତି ଆଗରୁ କଣ ନା ଆମର ସିଏ କହିଛନ୍ତି ମାଇନର ପରୀକ୍ଷା ନଥିଲା, ଆମର ଆଗରୁ ସବୁ ମାନେ ଆଗ କାଳରେ ଯୋଉ ମାନେ ତମର ଯୋଉଟା ଫାର୍ଷ୍ଟ ଇୟର ବିଷୟ ଥିଲା ଶୁଣିଥିବ ମଧୁବାବୁ ବିଷୟ। ମଧୁବାବୁ ଯେତେବେଳେ ପ୍ରଥମ ଅ ଆ ଶେଷ କଲେ ତାଙ୍କୁ ହେଇଯାଇଥିଲା କେତେ ନା 13 ବର୍ଷ। ଆମେ 13 ବର୍ଷ କଲା ବେଳକୁ ଆମର ଅଲରେଡି ନବମ ହେଇଛି, ନାଇଁ କି? ଆଗରୁ କଣ ପିଲା ମାନେ ସେମାନେ କଣ କରୁଥିଲେ ନା ଗାଁ ଚାଟଶାଳୀରେ ପାଠ ପଢୁଥିଲେ, ସେମାନଙ୍କର ପରୀକ୍ଷା ନଥିଲା। କିନ୍ତୁ ଆମ ବେଳକୁ ମାନେ ପ୍ରତି କ୍ଲାସ ର ଲାଷ୍ଟରେ ପରୀକ୍ଷା, ନାଇଁ କି? ଏବେ ତ ଆହୁରି କଣ ସେମିଷ୍ଟାର ସିଷ୍ଟମ ହେଇଯାଇଛି 9th ରୁ ବୋଧେ। 9th ନା 10th ରୁ ବୋଧେ ହେଇଯାଇଛି। 6 ମାସରେ ପରୀକ୍ଷା ହବ, ଆଉ ଥରେ ପୁଣି ହବ ମାନେ ବର୍ଷିକିଆ, ନାଇଁ? ସେ କଥା ସେ କହୁଛନ୍ତି ଆଗରୁ ମାନେ ଯେତେବେଳେ ଶିକ୍ଷା ପଦ୍ଧତି ମାନେ ଏତେ ସ୍କୁଲ କଲେଜ ସବୁ ନଥିଲା, ସୁଧନା ଗୋପବନ୍ଧୁଙ୍କ କଥା ସେମାନେ କଣ କରୁଥିଲେ ନା ସବୁ ଏକାଥରେ ତାଙ୍କର ଥିଲେ ଅ ଆ ଏ ବି ସି ଡି, କିନ୍ତୁ ପ୍ରାଥମିକ ଶିକ୍ଷା ସବୁ ପାସ୍ କରିଥିଲେ ସେମାନେ ଏକାଥରେ ଯାଇ ପଢୁଥିଲେ 10ମ କ୍ଲାସ। ସେଇଟା ହଉଛି ତାଙ୍କର ପ୍ରାଥମିକ ଶିକ୍ଷା, ତାଙ୍କର ଏକ୍ଜାମ କରିବା କିଛି ନଥିଲା, ଏକାଥରେ ଯାଇକି ମାଟ୍ରିକ ପରୀକ୍ଷା। ଏହି ସବୁ ପରୀକ୍ଷା ଚାଲୁ ହେବା ପରେ ପରୀକ୍ଷା ବିଷୟରେ ଆଗେ ଯାହା ସବୁ ଶୁଣା ନଥିଲା ତାହା ଏବେ ଶୁଣାଗଲା। ତେଣୁ ଲୋକ ସାଧାରଣ ଆଶ୍ଚର୍ଯ୍ୟ ହେଉଛନ୍ତି ଏ ପରୀକ୍ଷାରେ ପିଲାଙ୍କ ପାଇଁ ପ୍ରଶ୍ନ ଉତ୍ତର ବହି ବିକ୍ରି ହେବା ଛଡା ଆଉ ବିଶେଷ ମାନେ କଣ ନା
ଲେଖକ କହୁଛନ୍ତି କି ଆଗରୁ ଯୋଉ ମାନେ ପରୀକ୍ଷା ପଦ୍ଧତି ନଥିଲା କିନ୍ତୁ ଆଗେ ବେଶୀ ଜ୍ଞାନୀ ବାହାରୁଥିଲେ ନା ନାଇଁ, କିନ୍ତୁ ଏବେ ସବୁ ମାନେ ଯୋଉ କ୍ଲାସ ଲାଷ୍ଟ ପରୀକ୍ଷା ହେଲେ ବି ସେଟା କଣ ନା ପିଲାମାନେ ବି ସେତିକି ଜ୍ଞାନୀ ହେଇପାରୁନାହାନ୍ତି। କଣ ପାଇଁ ନା କେବଳ ଏଇ ଯୋଉ ନୋଟ ବହି ପଢୁଛନ୍ତି। କଣ ନା ଲେଖକ କହୁଛନ୍ତି ଗୋଟିଏ ଉପାୟ ହଉଛି କଣ ନା କିପରି ସବୁ ଏମବିଡି ଆଉ ସବୁ ନୋଟ ବହି କିପରି ବିକ୍ରି ହବ, ସେଇଟା ହଉଛି ଗୋଟେ ସରକାରଙ୍କର ଚାଲ। କେବଳ ତଳ ସ୍ତରର ନୁହେଁ ଉପର ସ୍ତରରେ ମଧ୍ୟ ପରିସ୍ଥିତି ବିଶେଷ ସନ୍ତୋଷଜନକ ନୁହେଁ। ତଳ ସ୍ତରର ମାନେ ଯୋଉ ପ୍ରଥମରୁ ଦଶମ ପର୍ଯ୍ୟନ୍ତ। ଗତ ଗ୍ରୀଷ୍ମରେ ବିଶ୍ୱବିଦ୍ୟାଳୟ ପିଲାଙ୍କୁ କାହାକୁ କହିବା ୟୁନିଭର୍ସିଟି ବିଶ୍ୱବିଦ୍ୟାଳୟରେ ଗୋଟିଏ ପରୀକ୍ଷାରେ ଯେତିକି ପାସ୍ ପିଲାଙ୍କ ନାଁ ବାହାରିଲା ତାର 1/3 ପିଲା ଅବୈଧ ଆଚରଣ ଦଣ୍ଡିତ ହୋଇଥିବା କଥା। ମାନେ ଯେତିକି ପିଲା ମାନେ ପରୀକ୍ଷା ଦେଇଥିଲେ ତାର 1/3 ପିଲା କଣ କରୁଛନ୍ତି ନା ସବୁ କପି କରିକିନା ପାସ୍ କରୁଛନ୍ତି ହେଲା। ମାନେ ଜଣାଗଲା, ମାନେ ଭାବ ବିଶ୍ୱବିଦ୍ୟାଳୟରେ ବି ପିଲାମାନେ କପି କରିକିନା ପାସ୍ କରୁଛନ୍ତି। ଆଉ କଣ ନା ତେଣୁ ଆଗ କାଳେ ଯେମିତି ଏକାଥରକେ ପରୀକ୍ଷା ଫଳ ବାହାରି ଯାଉଥିଲା, ଆଜିକାଲି ତ ସେମିତି ନ ବାହାରି ହୀରାକୁଦ ବନ୍ଧରୁ ପାଣି ଝରିଲା ପରି ସାରା ବର୍ଷ ଯାକ ପରୀକ୍ଷା ଫଳ ଆସ୍ତେ ଆସ୍ତେ ବାହାରୁଛି। ମାନେ ତମର ଯୋଉ ସେମିଷ୍ଟାର ସିଷ୍ଟମ ନାଇଁ, ମାନେ କଣ ନା ଏଇଖିଣା ପିଲାମାନେ ଦେଖିବ ଏ ଯୋଉ ଆନ୍ଧ୍ର ବିଇଡି ଗୋଟାଏ ବର୍ଷ 8 ମାସ ଭିତରେ ଆନ୍ଧ୍ର ବିଇଡି ଶେଷ, କାରଣ 2 ମାସ ଫାର୍ଷ୍ଟ ସେମିଷ୍ଟାର 2 ମାସ ସେକେଣ୍ଡ ସେମିଷ୍ଟାର। ସେ କହୁଛନ୍ତି ଆଗେ ଯେମିତି କଣ ନା ଆମେ ଗୋଟିଏ ପରୀକ୍ଷା ଦଉଛୁ, ମାନେ ବର୍ଷ ସାରା ପଢିବୁ ଗୋଟିଏ ପରୀକ୍ଷା ଦବୁ, କିନ୍ତୁ ମାନେ ଏବେ ଏମିତି ହେଇଗଲାଣି ବର୍ଷ ସାରା ସେମିତି ପରୀକ୍ଷା ହଉଛି, ବର୍ଷ ସାରା ସେମିତି ମାନେ ହୀରାକୁଦରୁ ଯେମିତି ପାଣି ଗୋଟେ ଉଦାହରଣ ଦେଇଛନ୍ତି, ଯେମିତି ଆସ୍ତେ ଆସ୍ତେ ପାଣି ଝରେ ସେ ଝରିଲା ପରି ମାନେ ଯୋଉ ପରୀକ୍ଷା ଫଳ ସେମିତି ବାହାରୁଛି। ଆଉ କଣ ଗୋଟେ ଦେଖୁନ ତମେ ପଢି ସାରିଲ ବର୍ଷ ସାରା ଦେଖିବ ପିଲାଙ୍କର ଯୋଉ କମ୍ପିଟେଟିଭ ପିଲା ହୁଅନ୍ତୁ, ଟିଚର ହୁଅନ୍ତୁ, ଲେକ୍ଚର ହୁଅନ୍ତୁ, ତାଙ୍କର ବର୍ଷ ସାରା ଏକ୍ଜାମ ହଉନି, ବର୍ଷ ସାରା ରେଜଲ୍ଟ ବାହାରୁନି। ଆଗେ ମାଟ୍ରିକୁଲେସନ ପାସ୍ କରି ଲୋକେ ମାଜିଷ୍ଟ୍ରେଟ କାମ ଚଳାଇ ଦଉଛନ୍ତି ହେଲା, କିନ୍ତୁ ଏବେ ମାଟ୍ରିକ ପାଠ ପଢିକି ନୁହେଁ କି ପେଢିକି ନୁହେଁ। ମାନେ ମାଟ୍ରିକ ଯିଏ ପଢିଛି ମାନେ ସେ ସୁଦୁ ମୁଦୁ, ମାନେ ଆଜିକାଲି ଦୁନିଆ ମାନେ +3 ଯିଏ ବି ପଢୁଛି ତାକୁ ବି ଠିକ ସେ ଓଡିଆ ପଢିବ, ଏଟା ସତ କଥା ନୁହଁ। ଯୋଉମାନେ ଦେଖିବ ମାଟ୍ରିକ କଣ ଏବେ ଅଲ ପାସ୍ କରିଦେଇନି, ଅଲ ପାସ୍ ନୁହଁ ମାଟ୍ରିକ ଆଉ କେହି ଫେଲ ହଉଛନ୍ତି, ଫେଲ ହଉନାହାନ୍ତି। ଯିଏ ମାଟ୍ରିକ ପାସ୍ କରୁଛି ସେ ପଢିକି ନୁହଁ, ମାନେ ଯିଏ ମାନେ ପ୍ରଥମ ଯୋଉ ଅ ଆ ଲେଖନ୍ତି ସେ ତାଙ୍କ ସହିତ ବି ସମାନ, ଯିଏ ମାଟ୍ରିକ ପାସ୍ କରୁଛି। ଜଣେ ବିଏ ଛାତ୍ରକୁ ଚିଠିଟିଏ ଲେଖିବାକୁ କହିଲେ କିଏ ଲେଖକ ଇଂରାଜୀରେ ତ ଯାହା ତାହା ହୋଇଯିବ, କିନ୍ତୁ ମାତୃଭାଷାରେ ଲେଖିଲା ବେଳେ 15ଟା ବନାନ ଅଶୁଦ୍ଧ ହେଇଥିବ ହେଲା। ମାନେ ଆମର ଦେଖ ମାତୃଭାଷା ହଉଛି କଣ ଓଡିଆ, ଯଦି ଗୋଟେ ବିଏ ପିଲା ତାକୁ ଯଦି ଜଣେ ଲେଖକ ପାଇଲେ କି ତମେ ଗୋଟେ ଚିଠି ଲେଖ କି ଗୋଟେ ଆପ୍ଲିକେସନ ଲେଖ, ସେ ଇଂଲିଶରେ ଯାହା ଲେଖିଦେଲା କିନ୍ତୁ ଓଡିଆରେ ଲେଖିଛି ତାର ଗୋଟା ମାନେ ପାରାଗ୍ରାଫରେ 15ଟା ଶବ୍ଦ ତାର ଭୁଲ ହେଲା। ପାଠ ତ ଯାହା ଦେଖିବେ ଅକ୍ଷର ଦେଖିଲେ ଡରିଯିବେ, ସତରେ ନୁହଁ? ଅକ୍ଷର କହିଲେ ଆଜିକାଲି ପାଠ ସାଙ୍ଗେ କିଛି ସମ୍ପର୍କ ନାହିଁ। ମାନେ ଦେଖ ସମ୍ପର୍କ ନାହିଁ କଣ, ମାନେ ଯେତେ ଖରାପ ଅକ୍ଷର ହଉ ସେଠି ଡକ୍ଟର ମାନଙ୍କ ପକ୍ଷରେ ବୁଝିପାରୁଛ ଯାହାର ବେଶୀ ଖରାପ ଅକ୍ଷର ହେଇଥିବ, ତାଙ୍କୁ କହନ୍ତି ଏମିତି ଅକ୍ଷର ତୁ ଲେଖୁଛୁ କେମିତି ଗୋଟେ ମାନେ ସାର ପଢି ନା ଡକ୍ଟର ମାନଙ୍କ ଅକ୍ଷର କିଏ ବୁଝିପାରୁଛି, ବୁଝିପାରୁନି। ମୁଁ ସେଇ ଡକ୍ଟର ମାନଙ୍କ ଭଳିଆ ଅକ୍ଷର ଆଉ କଣ ଆଗରୁ ଆଗେ ମାନେ ହସ୍ତାକ୍ଷର ଥିଲା ଛୋଟବେଳେ, ଯଦି ଯୋଉ ଟିକେ ଧାଡି ବଙ୍କା ହେଇଯାଇଛି, ଟିକେ ଯଦି କଣ ଭୁଲ ହେଇଯାଇଛି ଖାଲି ଆଙ୍ଗୁଠି ପୁରା ମାଡ଼। ଆଉ ଏବେ ଖାଲି ଗୋଟାଏ ମାଡ଼ ହେଲେ ତା ପରଦିନ ଆସି ମା ବାପ ଠିଆ ହେଇଯାଉଛନ୍ତି ମାରିକି ଫଟେଇ ଦେଇଛୁ ନୁହଁ, ଟିକେ ମାଡ଼ ସେଠି ମାଡ଼ ଯେହେତୁ ପିଲାମାନେ ଆଉ ମାନେ ପାଠ ପଢୁନାହାନ୍ତି, ଆଉ ଅକ୍ଷର ତ ଛାଡ ଆଉ। ତାପରେ ଦେଖ ଆଗେ ଯେତେବେଳେ ପାଠ ପଢିବା ପାଇଁ ବିଶେଷ ସୁବିଧା ନଥିଲା କିମ୍ବା ଲୋକଙ୍କର ବିଶେଷ ଆଗ୍ରହ ନଥିଲା, ସେତେବେଳେ ପାଠର ମାନଦଣ୍ଡ ଏତେ ଉଚ୍ଚ ଥିଲା, ଅଥଚ ଏତେବେଳେ ବିଜ୍ଞାନ ବଳରେ ଶିକ୍ଷା ପାଇଁ ନାନା ସୁବିଧା ଆବିଷ୍କୃତ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଲୋକ ପାଠର ମୂଲ୍ୟ ବୁଝି ସାରିଥିଲେ ମଧ୍ୟ ପାଠର ମାନଦଣ୍ଡ ହଉଛି କମୁଛି। ମାନେ ଆଗରୁ ଦେଖ ମାନେ ଯିଏ ସପ୍ତମ ଯୋଉ କହୁଥିଲେ ମାଟ୍ରିକ ପାସ୍ କରି ମାଜିଷ୍ଟ୍ରେଟ ହେଇଥିଲେ, ଆଗରୁ ପାଠର ମୂଲ୍ୟ ଏତେ ଥିଲେ ମଧ୍ୟ ସେତେବେଳେ ମାନେ ଲୋକମାନେ ବୁଝୁନଥିଲେ, ମାନେ କିଏ ବୁଲିଲାଣି କିଏ ଖେଳିଲାଣି କୋଉ ମା ବାପ ପାଠ ଯଦି ପଢୁଛି ପଢୁ ନ ପଢିଲେ ନାହିଁ, କିନ୍ତୁ ଏବେ ପାଠର ମୂଲ୍ୟ ମାନେ
ସମସ୍ତେ ବୁଝିଲା ବେଳକୁ କିନ୍ତୁ ପାଠର ମାନଦଣ୍ଡ ନାହିଁ ମାନେ ସେତିକି କଣ ଆଗରୁ ପିଲା ପଞ୍ଚମ ପିଲା ପାଠ ପଢିକିନା ବି ଯେତିକି ଶିକ୍ଷିତ ଥିଲେ ଏବେ +3 ପଢିକିନା ବି ପିଲାମାନେ ସେତିକି ଶିକ୍ଷିତ ନାହାନ୍ତି ବୁଝୁଛନ୍ତି କିନ୍ତୁ ପାଠ ପଢୁନାହାନ୍ତି। ସାରିଦବା ପିଲାମାନେ ଆଉ କେତିକି ଅଛି ପ୍ରାଥମିକରୁ PhD ପର୍ଯ୍ୟନ୍ତ ଏ ସବୁଠି ଅବସ୍ଥା ସମାନ ହୋଇଗଲାଣି ପ୍ରଥମରୁ ମାନେ ପ୍ରାଥମିକ ସ୍କୁଲରୁ ଆଉ PhD ପର୍ଯ୍ୟନ୍ତ ମାନେ ପୁରା PG +3 PG MPhil PhD ହେଲା ମାନେ ସେ ବହୁତ ବାଟ ପଢୁଥିଲା ହେଲା PhD ପର୍ଯ୍ୟନ୍ତ ସବୁ ଅବସ୍ଥା ସମାନ ହେଇଗଲାଣି ଯେ PhD ବି ପିଲାମାନେ ଏବେ କରୁଛି ମାନେ ରିସର୍ଚ୍ଚ କରିକିନା କରୁଛନ୍ତି ତମେ +3 ପଢିଲେ ଜାଣିବ PG କି PG କଲେ ଜାଣିବ PhD କଣ ସେମାନଙ୍କର ବି ମାନେ କଣ ନା ଏ ବହିରୁ କିଏ ପଢିଥିଲେ ଉଚାରି ଦେଲେ ସେ ବହିରୁ କିଏ ପଢିଥିଲେ ଉଚାରି ଦେଲେ ମାନେ PhD ର ମାନେ ହଉଛି ତମେ ରିସର୍ଚ୍ଚ କରିବ ସେ ଜାଗାକୁ ଯିବ ତା ଭିତରେ ତମେ ଲେଖିବ କିନ୍ତୁ ମାନେ ପ୍ରଥମରେ ଯାହା ପିଲାମାନେ ସବୁ ନୋଟ ବହି ପଢିକିନା କରୁଛନ୍ତି ଯିଏ PhD ପାଠ ପଢୁଛି ବି ସିଏ ବି ବିଭିନ୍ନ ପ୍ରକାର ବହି ନେଇଯାଉଛି ପଢି ଦଉଛି ତା ସବୁ 2 ଲାଇନ ଆଣି ଲେଖି ଦଉଛି ନା କଣ ମୁଁ ନିଜେ ଗୋଟେ ମାନେ ହେଲା ଏବେ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ ରେ ଆଉଟସାଇଡର ରେ ନାଁ ଦେଇ ଜଣେ କେହି ମାନେ ଇଏ ହଉଛି ଗୋଟେ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ ହଉଛି ଗୋଟେ ପତ୍ରିକା ଆଉଟସାଇଡର ମାନେ ତାର କିଛି ନାଁ ନାହିଁ ସେ ଲେଖିଥିଲା ଜଣେ ଦେଇ ଲେଖିଛି କେହି କେହି ଦି MA ଇନ୍ ବେଙ୍ଗଲୀ ବୋଲି ଗୋଟିଏ ଲେଖା ଲେଖିଛି ମାନେ ତାଙ୍କର କିଛି ନାଁ ନାହିଁ ଏଇ ପତ୍ରିକାରେ କଣ ନା ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ ପତ୍ରିକାରେ ସେ ଲେଖିଥିଲେ ସେଥିରେ ସେ ଦେଇଥିଲେ ଦେଖାଇଥିଲେ ସେହି ବିଭାଗରେ କେମିତି ଅନେକ ଲୋକ ପ୍ରଥମ ଶ୍ରେଣୀ ପାଆନ୍ତି କିନ୍ତୁ ପ୍ରଥମ ଶ୍ରେଣୀର କିଛି ମୂଲ୍ୟ ନଥିବାରୁ ଅଧିକାଂଶ ଲୋକ ଡିଫିଲ୍ କରିବାକୁ ବାଧ୍ୟ ହଉଛନ୍ତି ଦେଖ ପିଲାମାନେ ମାନେ ଏବେକାର ମାଟ୍ରିକ ଯିଏ 80% ରଖିଥିବ ତାର ଭ୍ୟାଲୁ କଣ ସେ କିଛି କରିପାରିବ ନା ମାଟ୍ରିକ ପାସ୍ କରି ସେ କିଛି ଚାକିରି କରିପାରିବ କରିପାରିବନି ସେମିତି କହୁଛନ୍ତି ଆଗରୁ ଯେମିତି ମାନେ ଏବେ ଯେମିତି ମାଟ୍ରିକ ର କିଛି ଭ୍ୟାଲୁ ନାହିଁ ସେମିତି MA ମାନେ +3 ପରେ ଆମେ ଯୋଉ MA କରୁ MA ର ବି କିଛି ଭ୍ୟାଲୁ ନାହିଁ ଜଣେ MA ଇନ୍ ବେଙ୍ଗଲୀ ମାନେ ବେଙ୍ଗଲୀରେ ଜଣେ MA କରିଥିଲା ତଥାପି ସେ ତା ପ୍ରଥମ ସ୍ଥାନ ଅଧିକାର କରିଛି MA ରେ କିନ୍ତୁ ତାର କିଛି ଯେହେତୁ ମାନେ ମୂଲ୍ୟ ନଥିଲା ଭଳି ସେ ପୁଣି କଣ ନା ତା ଉପରକୁ ଆହୁରି ପାଠ ପଢିବ ମାନେ କଣ ନା ସେତିକି ପାଠ ପଢିକି ନେବେ ତାକୁ ଚାକିରି ନ ମିଳିବାରୁ ସେ ଆହୁରି ପାଠ ପଢିଲା କଣ କଲା ନା ଡିଫିଲ୍ କରିବାକୁ ବାଧ୍ୟ ହୋଇଛନ୍ତି ଏବେ ସେହି ଡିଫିଲ୍ ସଂଖ୍ୟା ବହୁତ ହେବାରୁ ଡିଲିଟ କରିବା ଛଡା ଆଉ କିଛି ଉପାୟ ନାହିଁ ଆଗେ ପିଲାମାନେ ମାନେ ଲୋକମାନେ ଅଷ୍ଟମ ଦଶମ ମାନେ ଯିଏ +2 ପଢୁଥିଲା ସେ ବହୁତ ପାଠ କିନ୍ତୁ ଏବେ ସବୁର